ରାଉରକେଲାର ଉନ୍ନତି ପାଇଁ ଦିଲ୍ଲୀପ ରାୟ ପ୍ରଶାସନ ସହିତ ଆଲୋଚନା କଲେ। ରାଉରକେଲାର ଉନ୍ନତି ଓ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରତିବଦ୍ଧତା ରଖୁଥିବା ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଛେଣ୍ଡସ୍ଥିତ ମଞ୍ଚର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଇଞ୍ଜିନିୟର ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପିପି ରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ସହ ସହରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସହରରେ ମେଗା ହାଉସିଂ ପ୍ରୋଜେକ୍ଟ ସହ ଗମନାଗମନ, ବିମାନ ବନ୍ଦର, ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ଏହାର କାର୍ଯ୍ୟକାରିତା ନେଇ ସେ ପ୍ରଶାସନ ସହ ଆଲୋଚନା କରିଥିବା କଥା ପ୍ରକାଶ କରିଥିଲେ। ଶ୍ରୀ ରାୟ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଭେଟି ଯେଉଁ ବିଷୟରେ ଆଲୋଚନା କରିଥିଲେ ସେଗୁଡ଼ିକ ମଧ୍ୟରେ ବହୁତ ଦିନ ହେଲା ସହରରେ କୌଣସି ବଡ଼ ହାଉସିଂ ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇନାହିଁ। ସାଧାରଣ ଲୋକଙ୍କୁ ବାସଗୃହ ଯୋଗାଇ ଦେବାକୁ ଛେଣ୍ଡ ନିକଟରେ ଖାଲି ଥିବା ଏକ ସ୍ଥାନକୁ ନିରୂପଣ କରି ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ସେ କୁଲକର୍ଣ୍ଣୀଙ୍କ ସହ ଆଲୋଚନା କରିଥିଲେ। ଏଠାରେ ଥିବା 300 ଏକର ଜମି ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବାରୁ ଆର୍ଏସ୍ପି ସହ ଆଲୋଚନା କରି ଜମି ପ୍ରସଙ୍ଗ ଠିକ୍ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ଛଡ଼ା ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ, ବିମାନ ବନ୍ଦର ପାଇଁ ରାଜ୍ୟ ସରକାର, ସେଲ୍ ଓ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟରେ ରାଜିନାମା, 13 ନମ୍ବର ସେକ୍ଟର ପର୍ଯ୍ୟନ୍ତ ରନ୍ୱେକୁ ବଢ଼ାଇବା, ରାତ୍ରିକାଳୀନ ବିମାନ ସେବା ସହ 3C ଲାଇସେନ୍ସ ପ୍ରଦାନ, ବେଦବ୍ୟାସରେ ଝୁଲା ପୋଲ, ପୋଷ୍ଟମର୍ଟମ ଗୃହର ସ୍ଥାନାନ୍ତରଣ, ଆର୍ଏମ୍ସି ମାର୍କେଟର ଶୀଘ୍ର କାର୍ଯ୍ୟକାରିତା, କେନ୍ଦ୍ର ସରକାରଙ୍କ ତରଫରୁ ମେଡ଼ିକାଲ କଲେଜ, ସହରର ଉନ୍ନତି ପାଇଁ ଆଉଟର ରିଙ୍ଗ ରୋଡ଼, ଆଇଟି ହବ୍ ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ସହ କେଉଁଝରକୁ ଏଥିରେ ଅନ୍ତର୍ଭୁକ୍ତ କରି ପୂର୍ବତଟ ରେଳବାଇରେ ସାମିଲ କରିବା, ସେହିପରି ବନ୍ଧମୁଣ୍ଡା କୁକୁଡ଼ା ଗେଟ୍ ନିକଟରେ ଥିବା ବିସ୍ଥାପିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗମନାଗମନ ପାଇଁ ପାନପୋଷ କ୍ୱାରି ସାଇଡିଂ, କୋଏଲ ନଦୀର କୂଳେକୂଳି, ମିଟକୁନ୍ଦୁରି ଝିରପାଣି 90 ମିଟର ରୋଡ଼, ଡେଲି ମାର୍କେଟରେ ମଲ୍ଟି ଲେବୁଲ କାର୍ ପାର୍କିଂ, ନୂଆ ବସଷ୍ଟାଣ୍ଡର ଉନ୍ନତିକରଣ, ବୀରମିତ୍ରପୁରରେ ରେଲୱେ ଲାଇନ ଉପରେ ଏକ ଓଭରବ୍ରିଜ୍, ବେଦବ୍ୟାସ ଛକରୁ ବେଲଡିହି ପର୍ଯ୍ୟନ୍ତ ଏକ ଫ୍ଲାଏଓଭର, କୋଏଲନଗର ସ୍ୱେରେଜ ବ୍ୟବସ୍ଥା, ଦୟାନଗର ଓ ଭୁରୁଟୋଲାରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଏମିତି ଅନେକ କାର୍ଯ୍ୟକୁ ନେଇ ଆଲୋଚନା କରାଯାଇଛି। ସେହିପରି ସଚେତନ ନାଗରିକ ମଞ୍ଚ ଆଗାମୀ 11ତମ ବାର୍ଷିକ ଉତ୍ସବ ପାଇଁ ଫେବୃଆରୀ ମାସ 9 ତାରିଖକୁ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଶ୍ରୀ ରାୟଙ୍କ ବ୍ୟତୀତ ମଞ୍ଚର ସଭାପତି ବିମଳ କୁମାର ବିଶି, ପିପି ରାୟ, ଜଗବନ୍ଧୁ ଜେନା, ଦିଲ୍ଲୀପ ମହାପାତ୍ର, ରାଜୀବ ପାଣି, ଉପେନ୍ଦ୍ର କୁମାର ନାୟକ, ମିନତୀ ଦେବତା, ଜଟାଧାରୀ ମାଝୀ, ସସ୍ମିତା ପ୍ରଧାନ, ପ୍ରଦୀପ କୁମାର ନାୟକ, ଶାନ୍ତନୁ କୁମାର ମୁଦାଲି, ଜେଏମ୍ ପ୍ରହରାଜ, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, କୁଞ୍ଜବିହାରୀ ରାଉତ, ଡକ୍ଟର ଶକ୍ତିପ୍ରସାଦ ସାମନ୍ତରାୟ, ନଳିନୀକାନ୍ତ ଧର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜର୍ଜ ଆନନ୍ଦ, ଚକ୍ରାନ୍ତ ଜେନା, ଦୀନବନ୍ଧୁ ମୁଦୁଲି, ବିଜୟ କୁମାର ବରାଳ, ବିକ୍ରମଚନ୍ଦ୍ର ଆଚାର୍ଯ୍ୟ, ରାଧାକାନ୍ତ ମିଶ୍ର, ସୁବ୍ରତ ମଲ୍ଲିକ, ଡକ୍ଟର ଗୋପବନ୍ଧୁ ବଳ ଓ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ରାୟ ଧନ୍ୟବାଦ ଦେଇଥିଲେ। ଦେଖନ୍ତୁ ତାରି ଭିଜୁଆଲ। ସାର୍, ଆଜି ଯେଉଁ ଆପଣଙ୍କର ସଚେତନ ନାଗରିକ ମଞ୍ଚର ଏଇ ଯେଉଁ ବୈଠକଟି ହେଇଥିଲା, ଆଉ ସେ ସମ୍ପର୍କରେ ପଦେ। ଆଜି ବୈଠକଟି ହେଇଥିଲା ଆମର ଫେବୃଆରୀ 9ରେ ତା'ର ଆନୁଆଲ୍ ଡେ କରିବୁ। ଆଗକୁ ପ୍ରଗତି ପଥେ ରାଉରକେଲାର କ'ଣ କ'ଣ ପ୍ରଗତି ସବୁ ହେବ, ଏୟାରପୋର୍ଟ ହେଲା, ହାଉସିଂ ସ୍କିମ୍ ହେଲା, ଆଗକୁ ରାଉରକେଲାର ପ୍ରଗତି କ'ଣ ହେବ, ଆମେ ଅନରେବୁଲ୍ ଚିଫ୍ ମିନିଷ୍ଟରକୁ ପ୍ରୋଗ୍ରାମ୍ ବଡ଼ ଆକାରରେ କରି ଡାକିବୁ। ସେ ଆଜି ସେଇ ବିଷୟରେ ଦିଲ୍ଲୀ ବାବୁ ଆସିଥିଲେ, ତାଙ୍କ ଅଧ୍ୟକ୍ଷତାରେ ଆଜି ଆମର ଏଇଠି ମିଟିଂଟି ହେଲା। ଆଉ କ'ଣ କ'ଣ ଦାବି ସବୁ ରହିବ? ଦାବି ତ ରହିବ, ରାଉରକେଲାର ହାଉସିଂ ସ୍କିମ୍ କରିବା, ଏୟାରପୋର୍ଟଟାକୁ ପୂର୍ଣ୍ଣାଙ୍ଗ କରି ଏୟାରପୋର୍ଟ ଅଥରିଟିକୁ ଦେବା, ରାଉରକେଲାରେ ଏମ୍ସ ରାଉରକେଲାରେ ଆଣିବା, ଯେହେତୁ ଏମ୍ସ ସୁନ୍ଦରଗଡ଼ରେ ନାହିଁ, ଓଡ଼ିଶାରେ ଆଉ ଗୋଟେ ଦ୍ୱିତୀୟ ଏମ୍ସ ପାଇଁ ଏସବୁ ଆମର ରେଲୱେ ଡିଭିଜନ୍ କରିବା। ରେଲୱେ ଡିଭିଜନ୍ પર ଟପ୍ ପ୍ରାୟୋରିଟି ଦେଲା। ଏବେ ବିଶାଖାପାଟଣା ଚାଲିଗଲା, 10,000 କୋଟି ଲସ୍ ହେଲା। ରାଉରକେଲା ରେଲୱେ ଡିଭିଜନ୍ କହିକି କେଉଁଝରକୁ ରେଲୱେ ଡିଭିଜନ୍ ମିଶାଇବା, ସେସବୁ ଅନ୍ୟାନ୍ୟ ଆଲୋଚନା ହେଲା। ଧନ୍ୟବାଦ ସାର୍। ସାର୍, ଆଜିର ଏଇ ଯେଉଁ ବୈଠକ ହେଲା ସେ ସମ୍ପର୍କରେ ପଦେ। ଆଜିର ବୈଠକର ସଚେତନ ନାଗରିକ ମଞ୍ଚର ପ୍ରତିଷ୍ଠାତା ଉପଦେଷ୍ଟା ଦିଲ୍ଲୀପ ରାୟଙ୍କ ଉପସ୍ଥିତିରେ, ବିମଳ ବିଶିଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଲାଇଭ୍ ମେମ୍ବରମାନଙ୍କର ମିଳିତ ବୈଠକ ହୋଇଥିଲା। ଏଥିପାଇଁ ଆଗାମୀ ଦିନରେ ଫେବୃଆରୀ 9 ତାରିଖରେ ଯେଉଁ ଆଲୋଚନା ଚକ୍ରଟି ହେବ, ସର୍ବଭାରତୀୟ ସ୍ତର ଆଲୋଚନା ଚକ୍ର, ରାଉରକେଲା ତଥା ଓଡ଼ିଶା ତଥା ଦେଶର ବିକାଶ ପାଇଁ ଆମର ପ୍ରତିବଦ୍ଧତା କ'ଣ ହେବା ଉଚିତ
से संपर्क में विशेष भाव में आलोचना कराई आम मुखपात्र को से संपर्क अवगत कराई से ए कथा को भल भाव में फेलिसेट मीडिया माध्यम करने पूर्ण अधिकार दि जाए। जय जगन्नाथ वंदे उत्कल जननी। धन्यवाद धन्यवाद सर। सर आज जो आसते सचेतन नागरिक मंच से जो कार्यक्रम है जहाँ आपंकर उपस्थित थी जहाँ विचार था से संपर्क में पदे बड़ खुशी कथा जे नागरिक सचेतन मंच राउरकेला और स्टेट डेवलपमेंट उपर गोटे सिम्पोजियम करुच्ची फेब्रुआरी 9 को आम तो सब पार्टिसिपेट करूँ से मुझे किसी जोटा डिस्कसन करी मिनिस्टर मान सागर डीएम और लोकल राउरकेला आरएसपी डीआईसी सागर सब पुटअप कर बाकी सब जोड़ी जाड़ी आउ जहाँ प्रॉब्लम करिकी आम सब मिसिकी जमी राउरकेला प्रॉब्लम सॉर्ट आउट हो। ब्यूरो न्यूज धन्यवाद धन्यवाद ओडिशा सर। कथा ओडिशा कथा यूट्यूब चैनल टी को आपण माने देखुचंती मतामत दियंतु लाइक करंतु सब्सक्राइब करंतु और शेयर मध्य करंतु।